ଏକ ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ। ସେଇଟି ଭାରି ଗରିବ। ମାଟିଏ ପୁଅଟିଏ। ପୁଅ ନିଇତି ଭିକ ମାଗିବାକୁ ଯାଏ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ। ଏମିତିକା ମହାପ୍ରଭୁଙ୍କ ମାୟା ତ। ଦିନେ ସେ ଚକୁଳିଆ ପଣ୍ଡା କେତେ ଆଡ଼େ ବୁଲିଲା ଯେ ସେରକ କଥା ତେଣିକି ଥାଉ, ତାକୁ ପସେ ଚାଉଳ ସୁଦ୍ଧା ମିଳିଲା ନାହିଁ। ଲୋକେ ଭିକ ଦେବେ କ'ଣ? ବେଳକୁ ତାକୁ ଗାଁ ପିଲାଏ ସବୁ ଟେକା ପଥର ଲଦି ମାଡ଼ ମାରି ତଡ଼ିଦେଲେ। ପଛକୁ ଚକୁଳିଆ ପଣ୍ଡା ବିଚରାଟି କାନ୍ଦି ବୋବାଇ ପଳେଇ ଆସିଲା। ବିଚାରିଲା, ଆଉ ଏ ନିର୍ଲଜ ମୁହଁ ଦେଖେଇବାକୁ ଘରକୁ ଯିବି ନାହିଁ। ୟା ବିଚାରି ଚୋରକୁ ମନ ମାରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଜାଉଁଳିଟିଏ ପକେଇ ଯାଉଥାଏ। ଯାଇ ଯାଇ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀ। ସେଥିରେ କଳା ଭଅଁର ଭଳି ପାଣି। ପୋଖରୀ ଚାରିପାଖ ଯାକ ଶଙ୍ଖ ମଲମଲ ପଥରରେ ପାହାଚ ବସିଛି। ୟାର ସେତେବେଳକୁ ଭୋକ ଶୋଷରେ ପେଟ ଜଳୁଥାଏ। ଇଏ କ'ଣ କରିବ? ତାକୁ ଆଉ ବୁଦ୍ଧି ବାଟ ଦିଶୁ ନଥାଏ। ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହେଲା। ଜୀବନ ବିକଳରେ ପାଣିକୂଳ ପାହାଚ ଉପରେ ଲଥକିନି ବସିଗଲା। ଦେଖିଲା କାଚ କେନ୍ଦୁ ଭଳିଆ ପାଣି ମୁନ୍ଦିକ ହେଇଛି। ଯଦି 7 ତାଳ ପାଣିରେ କଉଡ଼ିଟିଏ ପକେଇଦେଲେ ବି ଉପରକୁ ଫୁଟି ଜକ ଜକ ଦିଶିବ। ଚକୁଳିଆ ପଣ୍ଡା ସେ ପାଣିରୁ ଚଳ ଚଳ କରି ତା ଡାହାଣ ହାତରେ ଧରୁଥାଏ। ଏଣେ ମନକୁ ବୁଝାଇବା ପାଇଁ ମୁହଁରେ ମୁହଁରେ କହି ହଉଥାଏ, ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, କ୍ଷୀରି ଖାଉଁ, କାକରା ଖାଉଁ, ନାନ୍ ମାନ ଖାଉଁ। ଏମିତି ଗୋଟିଏ ପରେ ଗୋଟିଏ ନାଁ ଧରୁଥାଏ ଆଉ ଢୋକେ ଲେଖାଏ ପାଣି ପିଉଥାଏ। ସେ ପୋଖରୀରେ ଗଙ୍ଗା ମାତା ଥାଆନ୍ତି। ଚକୁଳିଆ ପଣ୍ଡାର ଡାକ ତାଙ୍କ ମନକୁ ବାଜିଲା। ଗଙ୍ଗା ମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ସେ ତ କାହା ବିକଳ ସହିପାରନ୍ତି ନାହିଁ। ୟା ଡାକ ଶୁଣି ମନେ ମନେ ବିଚାରିଲେ, ଏ ଚକୁଳିଆ ପଣ୍ଡାଟି ସିନା ଭୋକ ବିକଳରେ ଏମିତି ହଉଛି, ଦେବତାଙ୍କୁ ଅବା କେଉଁ ଦରବ ଅପୂର୍ବ। ସେ କ'ଣ କଲେ ନା, ଚକୁଳିଆ ପଣ୍ଡା ଯେତେକ ଦରବର ନାଁ ଧରି ଢୋକେ ଢୋକେ ପାଣି ପିଉଥାଏ, ସେତେକ ଗୋଟି ଗୋଟି କରି ଦନଟି ମାନଙ୍କରେ ଭରାଭରି କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ। ହାଣ୍ଡି ଉପରକୁ ଥାଳିଟିଏ କଣ୍ଟା କଣ୍ଟି କରି ଘୋଡ଼େଇ ଦେଲେ। ଏ ଚକୁଳିଆ ପଣ୍ଡାଟି ଯେଉଁଠାଇ ବସିଥିଲା ସେଇଠିକି ତୁନି କରି ନେଇ ଭସେଇ ଦେଲେ। ହାଣ୍ଡିଟି ଭାସି ଭାସିକା ଯାଇ ଚକୁଳିଆ ପଣ୍ଡା ପାଖରେ ଲାଗିଗଲା। ଚକୁଳିଆ ପଣ୍ଡା ଏ ହାଣ୍ଡି ଦେଖି ଭାରି ଆଚମ୍ବିତ ହେଲା। ଏଥିରେ କ'ଣ ଅଛି ଦେଖେ। ୟା ବିଚାରି ଥାଳିଟିକୁ କାଢ଼ି ଦେଲା ବେଳକୁ ତା ଭିତରୁ ମହକି ଯାଉଥିଲା ଘିଅ, ଅନ୍ନ, ଡାଲି, ମହୁର, ଆମ୍ବିଳ, କ୍ଷୀରି, ପିଠା ଏମିତି ନାନା ପ୍ରକାର ଖଞ୍ଜା ହେଇଛି। ସେଥିରୁ ସବୁ ବାମ୍ଫ ବାହାରୁଛି। ଏସବୁ ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ। ସେ ହାଣ୍ଡିଟି ଉପର ପାହାଚକୁ ଉଠେଇ ଆଣିଲା। ତାକୁ ତ ଭାରି ଭୋକ କରୁଥାଏ। ସେ ହାଣ୍ଡିରୁ ଖାଇବା ଯାକ କାଢ଼ି ପେଟ ପୂରି କରି ଖାଇଲା। ସେ ତ ଜଣେ ମଣିଷ, କେତେ ଏମିତି ଖାଇବ? ଯେତେକ ଖାଇବାର ଖାଇଲା, ଦେଖିଲା ବେଳକୁ ସେ ଖାଇବାର କଣେ ସୁଦ୍ଧା ସରି ନଥାଏ। ଯେତିକି ବଳିଲା ସେସବୁ ଗୋଟା ଗୋଟି କରି ହାଣ୍ଡିରେ ପୂରେଇ ଦେଲା। କହିଲା, ୟାକୁ ନେଇ ମୁଁ ଘରକୁ ନେବି, ଯେ ମା ଖାଇବ। ବାକି ଯାହା ବଳିଲେ ଆଉ ଥରେ ଖାଇବି। ଖାଲି ହାତରେ ସିନା ଘରକୁ ଫେରିବ ନାହିଁ ବୋଲି ଲାଜ ଲାଗୁଥିଲା। ବର୍ତ୍ତମାନ ଏତକ ଯେମିତି ହାତରେ ପଡ଼ିଛି, ସେମିତି ତ ୟା ମନ କୁଣ୍ଢେ ମୋଟ ହେଇଗଲା। ହାଣ୍ଡିଟିକୁ ମୁଣ୍ଡରେ ମୁଣ୍ଡେଇ ସିଧା ଚାଲିଲା ଘରକୁ। ଘରେ ପହଞ୍ଚିଲା ବେଳକୁ ମା ଯାଇଥାଏ ଗାଁ ଭିତରକୁ ଦୁଃଖ ସୁଖ କରିବା ପାଇଁ। ଇଏ ସେ ହାଣ୍ଡିଟିକୁ ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା। ଘରେ ଖଣ୍ଡେ ମସିଣା ପାରି ଶୋଇ ପଡ଼ିଲା। ମା ଗାଁରୁ ଦୁଃଖ ଧନ୍ଦା କରି ପଣେ ଖୁଦ ପଣସ କାନିରେ ବାନ୍ଧି ଘରେ ଆସି ପହଞ୍ଚି ଦେଖେ ତ ପୁଅର ପେଟ ଟୁମାଟୁମ୍ ଧରିଛି। ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରୁଛି। ହାଣ୍ଡିଶାଳ କବାଟ ଫିଟେଇ ଦେଖିଲା ବେଳକୁ ଶିକା ଉପରେ ହାଣ୍ଡିଟିଏ। ହାଣ୍ଡିଟି ଓହ୍ଲେଇ ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ଦିବ୍ୟ ସୁବାସ ଘିଅ ଅନ୍ନ, 6 ତିଅଣ 9 ଭଜା, କ୍ଷୀରି ପିଠା ଭରାଭର। ବୁଢ଼ୀ ତ ଭୋକରେ ଡହଳ ବିକଳ ହଉଥାଏ। ତାକୁ ଏବେ କୋଟି ନିଧି ମିଳିଗଲା।
ସେ ଆଉ ପୁଅକୁ ଉଠେଇବ କଣ? ବାଡ଼ିକୁ ଯାଇ ଖଣ୍ଡେ ହାତର କଦଳୀ ପତ୍ର କାଟି ଆଣିଲା। ହାଣ୍ଡିରୁ ଗୋଟି ଗୋଟି କରି ସବୁ ଜିନିଷ କାଢ଼ିଲା। ଯେତେକ ମନ ଇଚ୍ଛା କରି ଖାଇଲା। ଆଉ ଯାହା ବଳିଲା ତାକୁ ହାଣ୍ଡିରେ ପୂରେଇ ଶିକାରେ ରଖିଦେଲା। ପୁଅ ତ ଶୋଇଥିଲା। ଉଠି ମାକୁ ସବୁ କଥା କହିଲା। ଫେର ଉପରଓଳି ହାଣ୍ଡିରେ ଯାହା ଥିଲା ମା ପୁଅ ଖାଇ ଅଠିଲ ହୋଇ ରହିଲେ। ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା। ଆରେ ପୁଅ, ଏ କଷ୍ଟ କରି 6 ଗାଁ 9 ଗାଁ ବୁଲିବୁ କିଆଁ? କାଲି ସକାଳେ ଫେର ଯାଇ ପୋଖରୀ କୂଳରେ ବସ। ଦେଖିବା କଣ ହଉଛି। ମା ପୁଅ ଏମିତି କଥାବାର୍ତ୍ତା ହୋଇ ଶୋଇଲେ। ସକାଳୁ ଚକୁଳିଆ ପଣ୍ଡା କାଲିର ତ ସୁଆଦ ପାଇଛି। ସକାଳୁ ଉଠି ଧାଇଁଛି। ବଡ଼ି ପାହାନ୍ତାରୁ ଉଠି ଗାଧେଇ ଚିତା ଚୈତନ କାଟି ସିଧାଏ ସିଧାଏ ଯାଇ ଏକଦମ ପଦ୍ମ ପୋଖରୀ କୂଳରେ ହାଜର। ଫେର କାଲି ଯେମିତି ଭାତ ଖାଉଁ, ଡାଲି ଖାଉଁ, ତିଅଣ ଖାଉଁ କରୁଥିଲା, ଆଜି ସେମିତି ଚଳଚଳ କରି ପାଣି ପିଉଥାଏ। ଆଉ ସେତିକି କହୁଥାଏ। ସତକୁ ସତ କାଲି ଭରିକା ହାଣ୍ଡିଟିଏ ଭାସି ଆସି ତା ପାଖରେ ଲାଗିଲା। ସେ ଆପେ ଯାହା ଖାଇବାର ଖାଇଲା। ବାକି ଯାହା ବଳିଲା ସେତକ ଘରକୁ ଆଣି ଶିକା ଉପରେ ରଖିଦେଲା। ମା ଗାଁରୁ ବୁଲି ଆସି ଖାଇଲା। ପୁଣି ରାତିକି ମା ପୁଅ ଦିହେଁ ଢଲେ ଖାଲେ ଖାଏ ଖାଇଲେ। ଏମିତି ପୁଅ ସବୁଦିନ ହାଣ୍ଡିମାନ ଆଣେ। ମା ପୁଅ ମିଶି ଦୁହେଁ ସେତକ ଖାଇ ପିଇ କରି ହାକୁଟି ମାରି ଖାଲି ଗଡ଼ ଗଡ଼ଉଥାନ୍ତି। ଏଣେ ଗଙ୍ଗାମାତା ବିଚାର କଲେ ଯେ ଏ ମା ପୁଅ ତ ନିଖଟୁ ହୋଇ ବସିଲେ, କିଛି କାମଧନ୍ଦା କଲେ ନାହିଁ। ୟାଙ୍କ ଦେଖାଦେଖି ତ ଦୁନିଆର ସମସ୍ତେ ଅକର୍ମ କଢ଼ିଆ ହୋଇଯିବେ। ଆଉ ଦୁଃଖ ଧନ୍ଦାକୁ କେହି ଆଦରିବେ ନାହିଁ। ୟାଙ୍କ ମୁହଁ ନ ଭାଙ୍ଗିଲେ ହବନି। ଦିନକର କଣ ହେଇଛି ନା, ଚକୁଳିଆ ପଣ୍ଡା ନିତି ଯେମିତି ଯାଏ, ସେ ବଡ଼ି ସକାଳୁ ଉଠି ଗାଧୁଆ ପାଧୁଆ କରି ପଦ୍ମ ପୋଖରୀକୁ ଗଲା। ପାହାଚରେ ବସି ସେମିତି ନିତି କରେ, ସେଦିନ ବି କଲା। ପାଣି ଢୋକେ ଢୋକେ ପିଉଥାଏ, ଆଉ ମିଛରେ ମିଛରେ କହି ହେଉଥାଏ। ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକର ଖାଉଁ, ଖେଚୁଡ଼ି ଖାଉଁ, ଏମିତି କହି ହେଉଥାଏ। ଆଉ ମନେ ମନେ ଭାବୁଥାଏ, ନିତି ଯେମିତି ହାଣ୍ଡିଟିଏ ଭାସି ଆସେ, ସେମିତି ଆଜି ମୋ ପାଖରେ ଆସି ଲାଗିଯିବ। ମୁଁ ସୁନା ପିଲା ଭଳି ତାକୁ ନେଇ ମା ପୁଅ ଦୁହେଁ ଆମେ ମିଶି ଖାଇବୁ ଆଉ ବୁଲିବୁ। ଗଙ୍ଗାମାତା ରାଗି ଯାଇ କହିଲେ, ୟାର କେଡ଼େ କଥା! ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି, ମା ପୁଅ ଦୁହେଁ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ଏ 2 ଜଣ ଯାକ ଗଣ୍ଡି ବାହାର କରି ଖାଲି ବୁଲୁଛନ୍ତି। ଆଜି ଭଲ କରି ପାନେ ନ ଦେଲେ ଇଏ ମୁହଁରେ ଚଢ଼ିବେ। ଗଙ୍ଗାମାତା ତ ସହଜେ ଦେବତା, ତାଙ୍କୁ କଣ ଅଭାବ? ଏମିତି ଭାବି ରାଗ ତମ ତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ାଏ ବିଧା, ଚାପୁଡ଼ା, କହୁଣି, ଗୋଇଠା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା ଇତ୍ୟାଦି କେତେକ ମାଡ଼ ଏ ଦୁନିଆରେ ଅଛି ସବୁ ପୂରେଇ ଦେଲେ। ହାଣ୍ଡି ଭିତରେ ଭଲସେ ଥାଳିଟି ଘୋଡ଼େଇ ଦେଲେ ଓ ଚକୁଳିଆ ପଣ୍ଡା ଯେଉଁଠି ବସିଥିଲା ସେଇ ପାଖକୁ ଭସେଇ ଦେଲେ। ହାଣ୍ଡିଟି ଭାସି ଭାସିକା ଯାଇ ତା ପାଖରେ ଲାଗିଲା। ଆକୁ ତ ମନେ ମନେ ଲଡ଼ୁ ମିଳିଛି। ହାଣ୍ଡିଟିକୁ ଉପରକୁ ଟେକି ନେଇ ଥାଳିଟିକୁ କାଢ଼ିଦେଲା ବେଳକୁ ହେଲା ତ ତା ଉପରେ ମାଡ଼ ବୃଷ୍ଟି। ତୁଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତା ଉପରେ ଗୋଇଠା, ତା ପଛକୁ ରାମ୍ପୁଡ଼ା, କାମୁଡ଼ା, ଏମିତି ଖାଲି ତ ଦେହ ସାରା ଦୁମ୍ ଦାମ୍ ଲଦି ହେଇଯାଉଥାଏ। ଚଟକଣା ଖାଇ ଗାଲ ଆସିଲା ବେଳକୁ ପିଠିରେ ଦୁମ୍ କରି ଗୋଟା କେତେ ବସୁଥାଏ। ଯେମିତି ଅଦିନିଆ ବର୍ଷା ଆସିଲା ଭଳି ମାଡ଼ଗୁଡ଼ାକ ବି ଖାଲି ବର୍ଷି ଚାଲୁଥାଏ। ୟାକୁ ସେତେବେଳକୁ ଗୋଟେ ବୁଦ୍ଧି ଦିଶିଲା। ଇଏ କଣ କଲା? ଛଟପଟ କରି ଜୀବନ ବିକଳରେ ସେ ହାଣ୍ଡି ଉପର ଥାଳିଟା ଘୋଡ଼େଇ ଦେଲା। ଯେମିତି ଥାଳି ପକେଇଛି ସେମିତି କିଏ ରାଣ ଦେଲା ଭଳି ମାଳ ବୃଷ୍ଟି ଥମିଗଲା। ସେ ଟିକିଏ ନିଶ୍ୱାସ ମାରିଲା। ସେତେବେଳକୁ ୟା ଦେହ ହାତ ମାଡ଼ରେ ଫୁଲିଗଲାଣି। ରାଗରେ କମ୍ପୁଥାଏ। ହେଲେ କିଏ ମାଇଲା ଦେଖିଛି ଦାଉ ସାଜିବ। ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ମାରିବ କାହାକୁ? ମାରୁଥାଏ ଚୁଲି ମୁହଁକୁ। ସେମିତି ଚକୁଳିଆ ପଣ୍ଡା ତ ମା ଉପରେ ମନେ ମନେ ରାଗୁଥାଏ। ତା ମନ କଥା ମନରେ ଥାଏ। ସେ ହାଣ୍ଡିଟିକୁ ଉଠେଇ ଘରକୁ ଚାଲିଲା। ନିତି ଯେମିତି ଶିକା ଉପରେ ନେଇ ଥୋଇଦିଏ, ସେମିତି ହାଣ୍ଡିଟିକୁ ଶିକା ଉପରେ ରଖିଦେଲା। ଆଉ ଭିକ ମାଗିବାକୁ ଚାଲିଗଲା। ତା ମା ତ ଘରେ ନଥାଏ। ପୁଅ ହାଣ୍ଡି ଆଣିଲା ଦିନଠାରୁ ମାର ତ କିଛି କାମ ଧନ୍ଦା ନାହିଁ। ଗାଁ ଯାକ ଖାଲି ବୁଲି ବୁଲୁଥାଏ। ଘରକୁ ଆସି ହାଣ୍ଡିଟି କାଢ଼ିକି ଖାଲି ଖାଉଥାଏ। ଆଜି ଆସି ଦେଖିଲା ବେଳକୁ ପୁଅ ଘରେ ନଥାଏ। ଘର ଭିତରକୁ ପଶି ଦେଖିଲା ବେଳକୁ ଶିକା ଉପରେ ହାଣ୍ଡିଟି ଥୁଆ ହୋଇଛି। ସେ ତ ମାଇପି ଲୋକ, ଏତେ ଛନ୍ଦମନ୍ଦ ବା କାହୁଁ ଜାଣିବ। ହାଣ୍ଡିଟିକୁ ଶିକାରୁ ଥିରି କରି ଓହ୍ଲେଇ ଆଣିଛି। ଆଉ ଯେମିତି ଥାଳିଟି କାଢ଼ି ଦେଇଛି,
ଆଉ ବୁଢ଼ୀ ଯାଏ କୁଆଡ଼େ? ହେଲା ତ ମାଡ଼ ଉପରେ କୁଆପଥର ପରି ଛେଚିଲା ଭଳିଆ ମାଡ଼। ଦୁଲଦାଲ ଗୋଟା ଉପରେ ଗୋଟେ ବାଜି ଯାଉଥାଏ। ଇଲୋ ବୋପାଲୋ, ମରିଗଲି ଲୋ। ପିଠିରେ ଫେର ଦୁଇଟା ବସୁଥାଏ। ଏଣେ ଶୂନ୍ୟ ଶବଦ ହେଉଥାଏ, ସେ ଖାଇବୁ ଯେ ଖା, ଖା କ୍ଷୀରି ଖା ବୋଲି ବିଧାଏ, ଖା ପିଠା ଖା ବୋଲି ଗୋଇଠେ, ଖା ମହୁର ଖା ବୋଲି ବ୍ରହ୍ମ ଚାଟାଏ। ବୁଢ଼ୀ ବିକଳରେ ଦି ହାତ ଆଉଁସି ପକଉଥାଏ। ପଟ ହୋଇ ଗଡ଼ି ଯାଉଥାଏ। ପଛକୁ ବୁଢ଼ୀକି ଗୋଟିଏ ବୁଦ୍ଧି ଦିଶିଲା। ବୁଢ଼ୀ ଉଠି ପଡ଼ି ସେ ଥାଳିଟିକୁ ହାଣ୍ଡି ଉପରେ ଘୋଡ଼େଇ ଦେଲା। ଆଉ ହାଣ୍ଡିଟି ଢାଙ୍କୁଣୀ ପଡ଼ିବାରୁ ବୁଢ଼ୀ ଉପରେ ମାଡ଼ ବି ବନ୍ଦ ହେଇଗଲା। ବୁଢ଼ୀ ଟିକିଏ ନିଶ୍ୱାସ ମାଇଲା ଆଉ କହିଲା, ଆଜି ସକାଳୁ କାହା ମୁହଁ ଚାହିଁଥିଲି କେଜାଣି, ଆଜି ଦିନଯାକ ଖାଲି ମାଡ଼ ଖାଇଲି। ଏତିକି ଭାବି ହାଣ୍ଡିଟି ନେଇ ତା ବାରିଆଡ଼ ଖତଗଦା ପାଖରେ ଫିଙ୍ଗିଦେଲା। ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ି କରି ଶୋଇଲା। ହାଣ୍ଡିଟି ଉପରେ ପଲମ ଘୋଡ଼ା ହୋଇଥାଏ। ସେଦିନ ଦୈବ ଯୋଗକୁ ରାତି ଅଧ ହେଲାଣି। ଗାଁ ଯାକ ସମସ୍ତେ ଖାଇ ପିଇ ଶୋଇଗଲେଣି। ପଞ୍ଝାଯାଏ ଚୋର କେଉଁ ଗାଁରୁ ସିନ୍ଧୁକଟାଏ ଚୋରାଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ ବାଡ଼ି ଦୁଆରେ ଆସି ବସିଲେ। ତାଙ୍କ ଭିତରେ ଭାଗବଣ୍ଟା ବିଚାର ଚାଲିଛି। ଏହି ସମୟରେ ଜଣେ ଚୋରର ଆଖି ଏ ହାଣ୍ଡିଟି ଉପରେ ପଡ଼ିଲା। ସେ ବିଚାରିଲା, ୟା ଭିତରେ କ'ଣ ଅଛି ଦେଖେ ତ। ୟା ବିଚାରି ସେ ହାଣ୍ଡିଟି ଖତଗଦାରୁ ଉଠେଇ ଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା। ଯେମିତି ସେ ପଲମଟିକୁ କାଢ଼ି ଦେଇଛି, ଆଉ ଏ ଚୋରପଞ୍ଜାକ ଯିବେ କୋଉ ଗାଁକୁ? ହେଲା ତ ସମସ୍ତଙ୍କ ଉପରେ ମାଡ଼, ତୁଚ୍ଛା ମାଡ଼, ଖାଲି ମାଡ଼, ଫେରେ ଗୋଠା ଗୋଇଠା ମାଡ଼। ମାଡ଼ରେ ଗୋରୁ ଚରିଗଲେ। ଏ ଚୋରଯାକ ଟଙ୍କା ଟକର ବାଣ୍ଟିବେ କ'ଣ? ମାଡ଼ରେ କଲେଇ ବଲେଇ ହୋଇ କିଏ କୁଆଡ଼େ ଛାଟି ପିଟି ପଳେଇଲେ। ଏଣେ ବୁଢ଼ୀ ତ ମାଡ଼ ଖାଇକରି ତା ଅଷ୍ଟାଙ୍ଗ ଶରୀର ପୀଡ଼ାରେ ବଥଉଥାଏ। ତାକୁ ଏ ରାତିଯାକ ନିଦ ମାଡ଼ିବାକୁ ନାହିଁ। ସେ ଘର ଭିତରେ କତରାରେ ପଡ଼ି ଏମିତି ଏକଡ଼ ସେକଡ଼ ହଉଥାଏ। ବୁଢ଼ୀ ଘର ଭିତରେ ଥାଇ ଗଡ଼ି ପଡ଼ି ଏସବୁ ବାରିଆଡ଼ ଯାକ ଶୁଣୁଥାଏ। ଏମିତି ଏ ଚୋରଯାକ ପଳେଇଲେ। ବୁଢ଼ୀ ଉଠିକରି ବାଡ଼ି କବାଟକୁ ଧୁଡ଼୍ କିନା ଫିଟେଇ ଦେଲା। ଦେଖିଲା ବେଳକୁ ତା ବାଡ଼ି ପରନ୍ଦାରେ ସିନ୍ଧୁକଟିଏ ଥୁଆ ହେଇଛି। ବୁଢ଼ୀ ସେ ସିନ୍ଧୁକ ପାଖକୁ ଯାଇ ଥିରିକିନା ସେ ସିନ୍ଧୁକ କବାଟଟିକୁ ଟେକୁଥାଏ। କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଧୁକରୁ ପୁଣି କିଛି ବାହାରେ। ପଛକୁ ଦେଖିଲା ଯେ ସେ ସିନ୍ଧୁକ ଭିତରୁ ଆଉ କିଛି ସୋରସାର ହେଲା ନାହିଁ। ସିନ୍ଧୁକରୁ ମେଲା କରି ଦେଖିଲା ବେଳକୁ ତା ଭିତରେ ହୀରା ଲୀଳା ମୋତି ମାଣିକ ମହୁଡ଼ ଅସରପି ଗହଣା ଗାଣ୍ଠି ଟଙ୍କା ଟକରେ ସିନ୍ଧୁକେ ଭରତି ହୋଇଛି। ୟା ଦେଖି ବୁଢ଼ୀର ମାଡ଼ ଦରଜ କୁଆଡ଼େ ଉଭାଇଗଲା। ତାପରେ ଦେଖାଗଲା ମା ପୁଅ ପ୍ରତିଦିନ ସକାଳେ କାମକୁ ବାହାରିଲେ। ଏହି ଗପରୁ ଆମେ କ'ଣ ଶିଖିଲେ? ଆମେ ଶିଖିଲେ ଯେ ବିନା ପରିଶ୍ରମରେ ଓ ଭୁଲ ବାଟରେ ରୋଜଗାର କରି ଆରାମରେ ରହିବାକୁ ଚେଷ୍ଟା କରିଲେ ଭଗବାନ ଦଣ୍ଡ ଦିଅନ୍ତି। ତେଣୁ ପରିଶ୍ରମ କରି ଭଲ ବାଟରେ ରୋଜଗାର କରି ଚଳିବା। ଧନ୍ୟବାଦ।